+3 ପିଲାମାନଙ୍କୁ ମିଳିବ ନାହିଁ ନୂଆ ଓ ସ୍କଲାରସିପ୍। ଯେଉଁମାନେ ନୂଆ କରି ଏବେ +3 ଆଡ଼ମିସନ୍ କରିଛନ୍ତି ଏବଂ ଯେଉଁମାନଙ୍କର +3 ଫାର୍ଷ୍ଟ ଇୟର୍ କିମ୍ବା ସେକେଣ୍ଡ ଇୟର୍ ହୋଇଛି ସେମାନେ ଭିଡ଼ିଓଟିକୁ ନିଶ୍ଚୟ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ତ ଦେଖନ୍ତୁ, ଯେଉଁମାନେ ନୂଆ କରି ଏବେ +3 ଆଡ଼ମିସନ୍ କଲେ, ଯେଉଁମାନଙ୍କର +3 ଫାର୍ଷ୍ଟ ଇୟର୍ ସରିଲା ଏବଂ ଯେଉଁମାନଙ୍କର +3 ସେକେଣ୍ଡ ଇୟର୍ ହେଲା, ସେମାନେ ତ ସବୁ ଜାଣିଥିବେ ଯେ ଏଇ 2024 ଇଲେକ୍ସନ୍ ପାଇଁ ଗଭର୍ଣ୍ଣମେଣ୍ଟ ନୂଆ ଓ ସ୍କଲାରସିପ୍ ପ୍ରଦାନ କରିଥିଲା +3 ପିଲାମାନଙ୍କୁ, ଯେଉଁଥିରେ ପୁଅ ପିଲାମାନଙ୍କୁ 9,000 ଟଙ୍କା ଏବଂ ଝିଅ ପିଲାମାନଙ୍କୁ 10,000 ଟଙ୍କା ଏବଂ SC/ST ପିଲାମାନଙ୍କୁ 1,000 ଟଙ୍କା ଲେଖାଏଁ ଅଧିକା ଦେଇଥିଲା। ଏହି ସ୍କଲାରସିପ୍ଟି ଗଭର୍ଣ୍ଣମେଣ୍ଟ ମୁଖ୍ୟତଃ ଭୋଟ୍ ପାଇଁ ହିଁ ଦେଇଥିଲା, କାରଣ +3 ପିଲାଙ୍କୁ ଯେମିତି ହେଲେ ବି 18 ପରେ ହେଇଥିବ ଏବଂ ସେମାନେ ପଇସା ପାଇଲେ ଭୋଟ୍ ଦେବେ। କିନ୍ତୁ ଏବେ ଗଭର୍ଣ୍ଣମେଣ୍ଟ ଚେଞ୍ଜ ହୋଇଗଲା, ତେବେ ପିଲାମାନଙ୍କ ମଧ୍ୟରେ ଡାଉଟ୍ ଆସୁଛି ଯେ ଏବେ ସ୍କଲାରସିପ୍ ମିଳିବ ନା ନାହିଁ। କାରଣ ପୂର୍ବରୁ ଖବର ଆସୁଥିଲା ଯେ ଏବେ ସ୍କଲାରସିପ୍ ପଇସାଟା ବଢ଼ିଯାଇଛି, ପୁଅ ପିଲାମାନଙ୍କୁ ମିଳିବ 12,000 ଟଙ୍କା ଏବଂ ଝିଅ ପିଲାମାନଙ୍କୁ ମିଳିବ 13,000 ଟଙ୍କା ଏବଂ SC/ST ପିଲାମାନଙ୍କୁ 1,000 ଟଙ୍କା ଲେଖାଏଁ ଅଧିକା। ତ ଦେଖନ୍ତୁ, +3 ପିଲାମାନଙ୍କୁ ମୁଁ ଜଣାଇ ଦେଉଛି ଯେ ଏ ସ୍କଲାରସିପ୍ଟି ଆପଣମାନଙ୍କୁ ମିଳିବ, କାରଣ ନୂଆ ଗଭର୍ଣ୍ଣମେଣ୍ଟ ଆସୁ କି ନୂଆ ଗଭର୍ଣ୍ଣମେଣ୍ଟ ନ ଆସୁ, ଯେଉଁ ସ୍କଲାରସିପ୍ଟି ମିଳିଛି ସେ ସ୍କଲାରସିପ୍ଟି ମିଳିବ। ଯଦି ସେମାନେ ନ ଦେବେ ସେମାନେ ଆଉ ଭୋଟ୍ ପାଇବେ ନାହିଁ। ଯେପରିକି ନୂଆ ଓ ସ୍କଲାରସିପ୍ର ନାମ ଚେଞ୍ଜ ହୋଇ ପ୍ରଧାନମନ୍ତ୍ରୀ ସ୍କଲାରସିପ୍ ଯୋଜନା ମଧ୍ୟ ହୋଇପାରେ। ଏହିଭଳି ଉପାୟରେ ସେମାନେ ସ୍କଲାରସିପ୍ର ନାମ ଚେଞ୍ଜ କରି ସ୍କଲାରସିପ୍ ପ୍ରଦାନ କରିବେ। ଯଦି ସେମାନେ ସ୍କଲାରସିପ୍ ପ୍ରଦାନ କରୁନାହାନ୍ତି ତେବେ ସେମାନଙ୍କର ମଧ୍ୟ ଭୋଟ୍ ଆସିବ ନାହିଁ। ତେଣୁ ସେମାନେ ଯେମିତି ହେଲେ ବି ସ୍କଲାରସିପ୍ ଦେବେ। ତେଣୁ ଆପଣମାନେ ନିଶ୍ଚିତ ହୋଇକି ରୁହନ୍ତୁ, ଆପଣମାନେ ମଧ୍ୟ ସ୍କଲାରସିପ୍ ପାଇବା ପାଇଁ ଯୋଗ୍ୟ।